ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ କଷ୍ଟ ଥାଏ। ମୁଁ ତ ଭାବେ ମୋ ଠାରୁ ଅଧିକ କଷ୍ଟରେ କେହି ନାହାନ୍ତି। ନମସ୍କାର, ମୋ ଓଡ଼ିଆ ଗଳ୍ପ ଓ ଉପନ୍ୟାସ ଚ୍ୟାନେଲକୁ ସ୍ୱାଗତ। ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ବାଉଁଶ ରାଣୀ। ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ କଷ୍ଟ ଥାଏ। ମୁଁ ତ ଭାବେ ମୋ ଠାରୁ ଅଧିକ କଷ୍ଟରେ କେହି ନାହାନ୍ତି। ମୋ ପରି ଏମିତି ଅନେକ ଲୋକ ଭାବୁଥିବେ। ଥରେ ମୁଁ ରାସ୍ତାରେ ଗଲାବେଳେ ଗୋଟିଏ ଜାଗାରେ ଖେଳ ଚାଲିଥାଏ। ଲୋକମାନେ ବହୁତ ଉତ୍ସାହ ସହ ଖେଳ ଦେଖୁଥାନ୍ତି। ମୁଁ ବି ଯାଇ ଦେଖିଲି। ଦୁଇ ପଟେ ଦୁଇଟା ବାଉଁଶ ବନ୍ଧା ହୋଇଥାଏ, ମଝିରେ ଗୋଟେ ସରୁ ଦଉଡ଼ି। କୁନି ଝିଅଟିଏ ଚାଲିଥାଏ ତାରି ଉପରେ। ବୟସ 4 କି 5 ବର୍ଷ ହେବ। ଭାବିଲି, ତାକୁ ଡର ଲାଗୁନି? ମୋ ପିଲାବେଳ କଥା ମନେ ପଡ଼ିଲା। ବାପା ମା ଆମକୁ ସେଇ ସମୟରେ କେତେ ଯତ୍ନରେ ରଖୁଥିଲେ, ବହୁତ ଭଲ ବି ପାଉଥିଲେ। କିନ୍ତୁ ଏ ଝିଅଟିକୁ କ'ଣ ତା ବାପା ମା ଭଲ ପାଆନ୍ତିନି? ବହୁତ ଇଚ୍ଛା ହେଲା ତା ବିଷୟରେ ଜାଣିବା ପାଇଁ। ଖେଳ ଚାଲିଥାଏ। କିଏ 1 ଟଙ୍କା, କିଏ 2 ଟଙ୍କା, ଅତି ବେଶୀ ହେଲେ କିଏ 10 ଟଙ୍କା ତା ଥାଳିରେ ପକାଉଥାନ୍ତି। ଭାବିଲି, ତାର ଏଇ କଷ୍ଟର ଉପାର୍ଜନ କ'ଣ ଏଇଆ? ସତରେ ଝିଅଟିକୁ କ'ଣ ତା ବାପା ମା ଭଲ ପାଆନ୍ତିନି? ଭଲ ପାଆନ୍ତି ତ, କିନ୍ତୁ ସେ ଭୋକ ଆଗରେ ତାଙ୍କର ଭଲ ପାଇବା କୁଆଡ଼େ ଚାଲିଯାଏ। କିଛି ସମୟ ଅପେକ୍ଷା କଲି। ଅପେକ୍ଷା କଲା ପରେ ଖେଳ ସରିଲା। ବହୁତ ସଂକୋଚର ସହ ତା ପାଖକୁ ଗଲି। ସେତେବେଳେ ଝିଅଟି ବହୁତ ଖୁସିରେ ଟଙ୍କା ତକ ସାଇତି ରଖୁଥିଲା। ତା ପାଖରେ ତା ମା ବି ଥିଲା, ଆଉ ଗୋଟିଏ ଛୋଟ 2 ବର୍ଷର ଭାଇ କି ଭଉଣୀଟିଏ। ଯାଇ ପଚାରିଲି, ମାଉସୀ, ତୁମ ନାଁ କ'ଣ? ତମ ଘର କୋଉଠି? ସେପଟୁ ଉତ୍ତର ଆସିଲା, କ'ଣ ପାଇଁ ଆଜ୍ଞା? ନା ମାଉସୀ, ଏମିତି ପଚାରିଦେଲି। ଏ ଝିଅ କ'ଣ ତମର? ସେପଟୁ ଉତ୍ତର, ହଁ। ସେତେବେଳକୁ ସେଇ 2 ବର୍ଷର ଛୁଆଟି ବାଲିରେ ଗଡ଼ି ଯାଉଥାଏ। ଧୂଳିରେ ତା ଦେହ ଭର୍ତ୍ତି। ମୁଁ କହିଲି, ସେ ଛୁଆଟିକୁ ରୋଗ, ଦେହ ଖରାପ ହେବ, ତାକୁ ଧରି ନିଅନ୍ତୁ। ସେ ହସିଲେ। ତାଙ୍କ ହସ ଦେଖିକି ମୁଁ ଭାବିଲି ଆମେ ଟିକେ ଧୂଳିରେ ଲାଗିଲେ ଘରେ କିଏ କେଉଁଠି ଥିବେ ଆସି ଉଠେଇ ନେଇଯିବେ, ଝାଡ଼ିଦେବେ, ସଫା କରିଦେବେ, କାଳେ ଇନଫେକ୍ସନ ଧରି ନେବ। ଏ ଛୁଆଟି ଏତେ ଛୋଟ, ଏତେ ଧୂଳିରେ ଖେଳୁଛି, ତାକୁ କ'ଣ ଇନଫେକ୍ସନ ହେଉନି? ତାପରେ ସେ ଝିଅଟି ପାଖକୁ ଯାଇ ପଚାରିଲି, ତୁମ ନାଁ କ'ଣ? ସେ କହିଲା, ବାଉଁଶ ରାଣୀ। ବାଉଁଶ ରାଣୀ ମୋ ନାଁ। ମୁଁ କହିଲି, ଏମିତି ନାଁ କ'ଣ ପାଇଁ? ଆଜ୍ଞା, ମୁଁ ବାଉଁଶରେ ଖେଳ ଦେଖାଏ, ସେଇଥିପାଇଁ। ଭାବିଲି, ସତରେ ଝିଅଟି ସିନା କମ୍ ବୟସର, କିନ୍ତୁ ତାର ବୁଦ୍ଧି ମୋ ବୁଦ୍ଧି ତୁଳନାରେ ଢେର ଅଧିକ। ମୁଁ ଯେତେବେଳେ 4-5 ବର୍ଷର ହେଇଥିଲି, କ'ଣ ଥିଲି ମୋର ମନେ ନାହିଁ, କିନ୍ତୁ ଏତିକି ମନେ ଅଛି, ମୋ ବାପା ମା ମୋତେ ବହୁତ ସ୍ନେହରେ ବଡ଼ କରିଥିଲେ, ବହୁତ ଗେହ୍ଲାରେ ରଖିଥିଲେ। ଏ ଝିଅଟିକୁ କ'ଣ ତା ବାପା ମା ସ୍ନେହ କରନ୍ତିନି, ଗେହ୍ଲା କରନ୍ତିନି? କରନ୍ତି ତ, କିନ୍ତୁ ତାଙ୍କ ହିସାବରେ। ତାପରେ ତାକୁ ପଚାରିଲି, ତୁମକୁ କଷ୍ଟ ହୁଏନି ଏ ଦୌଡ଼ିରେ ଚାଲିବା ପାଇଁ? ତାର ଉତ୍ତର, ନା। ତା ମାଆକୁ ପଚାରିଲି, ତୁମେ ଏଡ଼େ ଟିକେ ଝିଅଟାକୁ କାହିଁକି ଏମିତି ଦୌଡ଼ିରେ ଚାଲିବା ପାଇଁ କହୁଛ? ସେ କହିଲେ, ଏ ହେଉଛି ଆମ ବେଉସା ଆଜ୍ଞା। ଆଚ୍ଛା, ଝିଅଟି ଯଦି ପଡ଼ିଯାଏ, ତାର ଯଦି କିଛି ହେଇଯାଏ? ସେ କହିଲେ, କିଛି ହବନି ଆଜ୍ଞା। ଏତେ ନିର୍ଭୀକତାର ସହ ଏମିତି କେମିତି କହିପାରୁଛନ୍ତି? ଭାବି ଆଶ୍ଚର୍ଯ୍ୟ ହେଲି। ତାପରେ ପୁଣି ପଚାରିଲି, ଏ ଝିଅ ଏମିତି କେବେଠାରୁ ଏ ଖେଳ ଶିଖିଲାଣି? ସେ କହିଲେ, ଆମ ଛୁଆମାନେ ଯେବେ ଧୀରେ ଧୀରେ ଚାଲନ୍ତି, ଆମେ ତାଙ୍କୁ ଖେଳ ଶିଖାଉ, ଆଉ ସେମାନେ ଅଭ୍ୟାସରେ ପଡ଼ି ଏ ଖେଳ ଖେଳନ୍ତି। ସତରେ ଆମ ପିଲାବେଳ ଏମାନଙ୍କ ଠାରୁ ଢେର ଭଲ। ଆମେ ଠୁକ୍ ଠୁକ୍ ଚାଲିଲା ବେଳେ ସମସ୍ତେ ଖୁସି ହୋଇ ଅନାଇଥାନ୍ତି, କାଳେ ପଡ଼ିଯିବୁ। ସମସ୍ତେ ହାତ ବଢ଼ାଇ ଧରି ନିଅନ୍ତି। କିନ୍ତୁ ସେ ଝିଅଟି ଯେତେବେଳେ ଖେଳ ଶିଖିଲା, ଠୁକ୍ ଠୁକ୍ ହୋଇ ଚାଲିବା ଆରମ୍ଭ କରିଦେଲା। ତା ଉପରେ ଲଦା ହେଇଗଲା ବୋଝ, ପରିବାରର ଦାୟିତ୍ୱ। ସେ
ଗୋଟେ ସରୁ ଦଉଡ଼ି ଉପରେ ଚାଲିବାର ଶିଖିଲା, ପୁଣି ସେ ନିର୍ଭୀକତାର ସହ। ତାକୁ କ'ଣ ତା ଜୀବନ ପ୍ରତି ଡର ନାହିଁ? ପୁଣି ପଚାରିଲି, ଏ ଝିଅ କ'ଣ ପାଠ ପଢୁନି? ସେ କହିଲେ, ନା ଆଜ୍ଞା, ଭୋକରେ ପେଟ ପୋଡ଼ି ଯାଉଛି, ଆମର ପାଠ କ'ଣ ହେବ? ଭାବିଲି, ଏତିକି ପଇସାରେ କ'ଣ ତୁମେ ଚଳିଯିବ? ତାପରେ ପୁଣି ପଚାରିଲି, ଆଚ୍ଛା, ଏଠୁ ଖେଳ ସରିଲେ ତୁମେ କୁଆଡ଼େ ଯିବ? ତୁମ ଘର ଅଛି? ସେ କହିଲେ, ଆମେ ଯାଯାବର, ଏଇଠୁ ସରିଲେ ଆମେ ଆଉ କେଉଁଠାକୁ ଯାଇ ଖେଳ ଦେଖାଇବୁ। ସେତେବେଳକୁ ସେ ମା ଜଣକ ଆଖିରେ ଲୁହ ଆସି ଯାଇଥିଲା। ମୋର ମଧ୍ୟ ଆଖିରେ ଲୁହ ଆସିଗଲା। ସେ ଝିଅଟିକୁ ଟିକେ ଗେଲ କରି ଚାଲି ଆସିଲେ। ଭାବିଲି, ସତରେ ଏମାନଙ୍କଠୁ ଆମେ ବହୁତ ଭଲରେ ଅଛେ। ଭଗବାନ ଦୁଇ ଓଳି ଦୁଇ ମୁଠା ଖାଇବା ଆଉ ରହିବା ପାଇଁ ଘର ଖଣ୍ଡେ ଅଛି, କିନ୍ତୁ ଏମାନଙ୍କର କ'ଣ ଅଛି? ଏଇ ତ ଜୀବନ। ସତରେ ଭାରି କଷ୍ଟଦାୟକ, ଭାରି କଷ୍ଟଦାୟକ।